हाय फ्रेंड, जय जगन्नाथ। गुड मॉर्निंग। राति मोबाइल देखते कि बहुत लेट है उठियारे एमती भी 7:20 हो उठला बेलू समस्ते शोती। मम्मी उठी कहले निद भांगीगला। मम्मी उठी कहले आपर्यंत क्या उठेनु 7:20 है सी उठी चलतु आज संडे अच्छी कौन प्लान कौन नहीं देखा चलो। ये बेबी मसाज चलती बेबीर मम्मी उठी बेबीर मसाज कर चल जा देखिए बबू उठला नहीं। अरे बबू उठी पड़े केत बुबुल बुबुल उठिकी लड़ुंट पानी सहित। बुबुल गुड मॉर्निंग। रात शोई नथिल केतले शोल केतले शोल पानी मुह दौच ना गाधौच देखी देखी ठीक अच्छे चल जा आग कौन देखिए मुझे तो केतल उठी मुह धोई सारी चल जा देख बेबीर कांद शुभुच हो मसाज चलती तो माछ नवाक आसती बहुत जाम अच्छे बहुत भिड़ अच्छे। हाय फ्रेंड्स माछ आसीगला बहुत भिड़ थी बहुत जाम थिला से वीडियो करगलानी बहुत लेट है घरे अने बस फोन कर बारंबार कड़े गलु पूरा 2 घंटा अपेक्षा करी माछटा आज कौटी मिललानी गोटे जगह थी माछ तो नहीं कहली जीवा माछ करवा आग माछटा किए कर मम्मी किए कर माछटा दांत भी कस माछ के खाइब वो माछ किए कर हाँ अभी माछ भजा चलची माछ आ बुबुंग भितर लड़े चलती जोरदार। बुबू केते कौन गलानी माछ कौन अच्छा माछ मंजी रेडी बुबू माछ मंजी भल लगे मसला तो सब रेडी है अच्छा हाँ हाँ देखिए आगू बुबू अरे हाथ खाना माछटा खा बुबुंर कटाकटी चलती बुबू तो लेट प्रोसेस कौन माछ भजा पखला खाईदेल कहीं ब्लॉक रे आनलनी तो फ्रेंड्स मैंने देखिए मन ना ना हाँ लड़ हाँ ठीक अच्छे कौन करती अच्छा भल से खिया है गुगु शोई पड़ा ना देखते आम डुगुली माछ तरकारी मसला रेडी कर दाड़ ना
ଆଉ କଟୁନି ଆର ଛୁରୀ ଆମେ ଅବିକା ଛୁରୀ ଆଉ ଗୋଟେ ଛୁରୀ ନବା ଏକ୍ସଚେଞ୍ଜ ଛୁରୀ ଅଛି। ଆରେ ହେ ତମେ ଯୋଉ ଛୁରୀ ଦାଢ଼ ଅଛି ସେ ଛୁରୀ କାଟିବା କଥା ନା ନାଇଁ? କ'ଣ କରିବା ଆଉ କ୍ୟାମେରା ପୁସ୍ କର। ପିଆଜର ଡ୍ରେସ୍ ଖୋଲା ଅଛି କାଟିଦେଲେ ଏଇଭଳି ଆଉ ବର୍ତ୍ତମାନ ମମିଙ୍କୁ ରୋଷେଇ ପାଇଁ ଛଡ଼ା ହେଲା। ମମିରା କ'ଣ ପକାଉଛ? ଚିନି ତରକାରୀ ମିଠା ହେଇଯିବନି? ଦାଦା ତାପରେ କଲା ମସଲା ପଡ଼ିଯାଇଛି ଘଣ୍ଟା ହେଉଛି ଅଧିକ। ତାପରେ ମମି କ'ଣ ପଡ଼ିବ? ମାଛ ଲାଷ୍ଟକୁ ନା? ପହିଲା ମାଛ ଅବିକା ବର୍ତ୍ତମାନ ମାଛ ତରକାରୀ ପୁରା ରେଡ଼ି ହେଇସାରିଛି କମ୍ପ୍ଲିଟ୍। ଫାଇନାଲି ସରିଲା ମାଛ ତରକାରୀ। ଯିବା ଏବେ ଖାଇବା ଆଉ ଚାଲନ୍ତୁ। ଏବେ ଯାଉଛୁ ଆମେ କଦଳୀ ପତ୍ର କାଟିବୁ। କେଉଁ ପତ୍ରଟା କାଟିବା? ଭଲ ପତ୍ର ଦେଖିକି କାଟ। ବଢ଼ିଲି ନା? ମୁଁ ଭାବୁଥିଲି ସେ ପତ୍ରଟା ବୋଲି। ଏଇଟା ଭାବୁଥିଲ? କଦଳୀ ପତ୍ର କଟା ହେଇଗଲା। ଆଜି କଦଳୀ ପତ୍ର ଖାଇବା। ଚାଲ ଯିବା। ବୁବୁ ବର୍ତ୍ତମାନ କଦଳୀ ପତ୍ରରେ ଭାତ ବାଢ଼ୁଛନ୍ତି। ବୁବୁ ଆସ କିଏ ଖାଇବ? ଡାକିଲ? ଆସ କିଏ ଖାଇବ? ଯେ ନ ଖାଇବ ଆସ। ବୁବୁ ଆଜି କ'ଣ ତଳେ ବଢ଼ା ହେଉଛି? କଦଳୀ ପତ୍ର ବୋହିଯିବ ବୋଲି ଡାଇନିଂ ଉପରେ ନା କ'ଣ? ନାଇଁ ନାଇଁ କଦଳୀ ପତ୍ରରେ ଖାଇଲେ ଟିକେ ଅଲଗା ଟେଷ୍ଟ ନା, ସେଥିପାଇଁ ଆମ ଘରେ ଚିକେନ୍ ଅଛି, ମାଛ ଯାହା ହେଲେ ଆମେ କଦଳୀ ପତ୍ରରେ ଖାଉଛୁ। ତୁମ ଘରେ ଚିକେନ୍ ମାଛ ଯାହା ହେଲେ କଦଳୀ ପତ୍ର ନା? ତା ଟେଷ୍ଟ କିଛି ଅଲଗା। ଆଜି ଟିକେ ମୁଡ୍ ହେଇଛି ତ କଦଳୀ ପତ୍ରରେ ଖାଇବା ପାଇଁ ଖାଉଛୁ ଆଉ। ମାନେ ନନଭେଜ୍ କିଛି ବି ନନଭେଜ୍ କଦଳୀ ପତ୍ରରେ ଖାଆନ୍ତୁ, ମାନେ ଆକ୍ଚୁଆଲି ତା ଟେଷ୍ଟ କିଛି ଅଲଗା। ମାନେ ପ୍ଲେଟ୍ରେ ଖାଇବେ କଦଳୀ ପତ୍ର ଖାଇବେ ଯାହାହେଲେ ଡିଫରେଣ୍ଟ ଟେଷ୍ଟ ଆସିବାଟା ହିଁ ଆସିବ। ହଁ କି ନାଇଁ ବାବୁ?
ପଛକରୁ ଏଇଠୁ ସେ କାଟି ଦେଇଥାନ୍ତା। ହଁ କାଟିଥିଲେ ମୁଁ କାଢ଼ି ଦେବି ଦେଖା କେତେ ଦେଇଛି ଗାଡ଼ି ଜାଣିନି ଫାଷ୍ଟ ଗାଡ଼ିଛି ବୁବୁ କହିବା କଥା କି ସେ ତରକାରୀ ଫରକାରୀ ନନଭେଜ୍ ହେଲେ ଟିକେ ଭଲସେ ବାଡ଼ି ଜାଣନ୍ତିନି, ହଁ ତ ତାଙ୍କୁ ନର୍ଭସ୍ ଟିକେ ଲାଗେ। ଖାଇଲାନି ଦେଖିନଥିଲେ ଭୋଜି ଭାତରେ ବଢ଼ା ହେଉଥିବ ପିଲାମାନେ ବାଡ଼ୁଥିବେ, ମୁଣ୍ଡ କେତେ କ'ଣ ଅଧିକ ହୁଏ କମ୍ ବାଡ଼ିବେ, ଯେମିତି ବାଡ଼ନ୍ତି ଇଏ ସେମିତି ନର୍ଭସ୍ ହେଇକି। ଆଉ ରୁଟି କ'ଣ ମମି? ରୁଟିଟା ଥିଲା ଆଉ ଆଚ୍ଛା ହଉ ଚାଲ ଖାଇବା, ଟେଷ୍ଟ କରିବା କ'ଣ ଅଛି। ହଉ ଖାଉନ। ଓକେ ଫ୍ରେଣ୍ଡସ୍, ଆଜିର ବ୍ଲଗ୍ ସରିଯାଇଛି। ମାଛ ବହୁତ ଟେଷ୍ଟି ହେଇଥିଲା। ମୁଁ ତ ଗୋଟେ କଥା କହିବି କି ଯେତେବେଳେ ସମୟ ମିଳୁଛି ନା ପ୍ରାୟ ଚେଷ୍ଟା କରନ୍ତୁ ଘରେ କିଛି କରିକି ଖାଇବା ପାଇଁ। ହୋଟେଲ ବାହାର ଜିନିଷ ବହୁତ କମ୍ ଖାଆନ୍ତୁ, ଆଉ ଦରକାର ବେଳେ ବିଲକୁଲ ଖାଆନ୍ତୁନି। ଯାହା ବି ଖାଆନ୍ତୁ ଘରେ ବନେଇକି ହିଁ ଖାଆନ୍ତୁ। ଦେହ ହିଁ ଭଲ ରହିବ। ଯାହା ବି ଘରେ କରିବା ବହୁତ ଟେଷ୍ଟି ବି ଲାଗିବ। ଠିକ୍ ଅଛି, ଏତିକି କହିକି ରଖିବି। ଆଜିର ବ୍ଲଗ୍ ଏଇଠି ଶେଷ। ଜୟ ଜଗନ୍ନାଥ। ଆଉ ସମସ୍ତଙ୍କୁ କହିବି ଭଲ ଲାଗିଥିବ ଭିଡ଼ିଓଟାକୁ ସବସ୍କ୍ରାଇବ୍ ନିହାତି କରିବେ, ଲାଇକ୍ କମେଣ୍ଟ କରିବେ। ରହିଲି, ଜୟ ଜଗନ୍ନାଥ।